ଏବେ ଗୋଟେ ଚର୍ଚ୍ଚା ଚାଲିଛି ଯେ ବିଜେଡ଼ିର ବହୁତ ଟାଣୁଆ ନେତା ଯିଏକି କଟକର ପୂର୍ବତନ ବିଧାୟକ ହୁଅନ୍ତୁ ଦେବାଶିଷ ସାନ୍ତାଳ ହୁଅନ୍ତୁ କିମ୍ବା ପୂର୍ବତନ ମନ୍ତ୍ରୀ ଅତୁଲ ସବ୍ୟସାଚୀ ସେ କହିଛନ୍ତି ଯେ ଯଦି ସମୟ ପଡ଼େ ଆମେ ଆଗାମୀ ଦିନରେ ସମୟ ପଡ଼େ ନୁହେଁ ସେ ମଧ୍ୟ ଖୋଲାଖୋଲି କହିଛନ୍ତି ଯେ ଆଗାମୀ ଦିନରେ ଆମେ କଂଗ୍ରେସ ସହିତ ମେଣ୍ଟ କରିବୁ ଏବଂ ମେଣ୍ଟ କରିସାରିଲା ପରେ ସେ ସ୍ୱାଧୀନ ବିଧାୟକ ଏବଂ କଂଗ୍ରେସ ବିଧାୟକ କି ଗଣିତ କଷି କହିଛନ୍ତି ଆମେ ସରକାରକୁ ପୁନଃ ଆସିବୁ। ଆପଣ କ'ଣ ମତ ରହିବ ଯଦି ବିଜେଡ଼ି ଆପଣ ଯୁବ କଂଗ୍ରେସ ନେତା ହିସାବରେ ଯଦି ବିଜେଡ଼ି ସମର୍ଥନ ଚାହିଁବ କଂଗ୍ରେସକୁ ନେବା ପାଇଁ ଆପଣଙ୍କର ମତ କ'ଣ ରହିବ? ବିଜେଡ଼ି ସମର୍ଥନ ଦେବ? ଦେଖନ୍ତୁ ସେ ତ ବିଗତ ପାଖାପାଖି 15 ବର୍ଷ ହେବ ବିଜେପି କି ସମର୍ଥନ ଦେଉଥିଲେ। ଯେତେବେଳେ ତାଙ୍କ ସରକାର ପଡ଼ିଗଲା ତାଙ୍କର ଅସ୍ତିତ୍ୱ ହଜିବାରେ ଲାଗିଲାଣି। ତ ଯାହାର ଯେଉଁ ଦଳ 25 ବର୍ଷ ଶାସନ କଲା ତାର ଅସ୍ତିତ୍ୱ ହଜିବାରେ ଲାଗିଲାଣି ସେ ନିହାତି ସାହାରା ଖୋଜିବ। ତ କଂଗ୍ରେସ ଦଳ ପ୍ରଥମରୁ ଏକା ଲଢ଼େଇ କରୁଛି ଏବେ ବି ଏକା ଲଢ଼ୁଛି। ତ ସେ ବିଷୟରେ ଚିନ୍ତାଧାରା ଆମେ କରିନୁ କାହା ସହିତ ମେଣ୍ଟ ହେବ କାହା ସହିତ ମେଣ୍ଟ ନ ହେବ ସେ ଚିନ୍ତାଧାରା ଏପର୍ଯ୍ୟନ୍ତ ତିଆରି ହେଇନି। ଆଗାମୀ ଦିନରେ ଦେଖାଯିବ ଯଦି ଗୋଟେ ଓଡ଼ିଶା ବିକାଶ ପଥରେ ଯିବ ଯଦି ବିଜେଡ଼ି ଦଳ ସହିତ ମେଣ୍ଟ ହେଇକି କଂଗ୍ରେସ ସରକାର କରିକି ଓଡ଼ିଶାକୁ ବିକାଶ ପଥରେ ନେଇପାରିବ ତାହେଲେ ନିଶ୍ଚିନ୍ତ ଆମେ କରିବା ସେଥିରେ କିଛି ଅସୁବିଧା ନାହିଁ। ତାହେଲେ ଏମାନଙ୍କ ମନ୍ତବ୍ୟ କ'ଣ ମାନେ କିଛି ସତ୍ୟତା ଅଛି ନା ଏ ଖାଲି ଗୋଟେ ମାନେ ବାହାସ୍ପଟ କର୍ମୀ? ବର୍ତ୍ତମାନ ସୁଦ୍ଧା କିଛି ସତ୍ୟତା ସେଥିରେ ନାହିଁ। ବର୍ତ୍ତମାନ ସୁଦ୍ଧା କୌଣସି ମେଣ୍ଟର ଆହ୍ୱାନ କଂଗ୍ରେସ ଦଳ ଦେଇନି କି ଯୁବ କଂଗ୍ରେସ କଂଗ୍ରେସ ତରଫରୁ ହେଇନାହିଁ। ସେ ବିଜେଡ଼ି ଦଳ ତାଙ୍କ ତରଫରୁ ସେ ଉଡ଼େଇ ଆଡ଼େଇ କହୁଛନ୍ତି ତାଙ୍କର ସେ ବର୍ତ୍ତମାନ ଡରିଗଲେଣି ଯେ ଯେଉଁ ଭ୍ରଷ୍ଟାଚାର ସବୁ କରିଛନ୍ତି କାଳେ ଜେଲ୍ ଭିତରେ ପଶିଯିବେ କି ତାକୁ ପୋଲିସ ନେଇଯିବ କାରଣ 25 ବର୍ଷ ହେଲା ତ ଭ୍ରଷ୍ଟାଚାର କରିଚାଲିଛନ୍ତି। ବଳାତ୍କାର ହଉ ଗଣଦୁଷ୍କର୍ମ ହଉ ଚିଟଫଣ୍ଡ ଠକେଇ ହଉ ସବୁଥିରେ ଶୀର୍ଷର ବଡ଼ ବଡ଼ ମାମଲାରେ ବିଜେଡ଼ି ନେତାମାନେ ଅଛନ୍ତି। ତ ତାଙ୍କର ଗୋଟେ ଭୟଭୀତ ହେଇଯାଇଛନ୍ତି ସେମାନେ ତ ସେଥିପାଇଁ ସେ କଂଗ୍ରେସର ସାହାରା ନେଉଛନ୍ତି। ତ ସେଇଟା କିଛି ବଡ଼ କଥା ନାହିଁ। ବର୍ତ୍ତମାନ କିନ୍ତୁ କଂଗ୍ରେସ ତରଫରୁ କିଛି ଆହ୍ୱାନ ହେଇନି ମେଣ୍ଟ ପାଇଁ। ଯଦି ଭବିଷ୍ୟତରେ ଓଡ଼ିଶା ନୂତନ ଓଡ଼ିଶା ଗଠନ କରିବା ଯଦି ସେ ଆମକୁ ସହଯୋଗ କରିବେ ତାହେଲେ ନିଶ୍ଚିତ କଂଗ୍ରେସ ଆଗକୁ ହାତ କରିବେ।